ପିଲାମାନେ ଆଜି ଆମେ ଅଷ୍ଟମ ଶ୍ରେଣୀର ଯେଉଁ ନୂଆ ବହି ଆସିଛି ଗଣିତ ପ୍ରକାଶ ଏଇ ଯେଉଁ 2020ର NEP ଯେଉଁ ସିଷ୍ଟମରେ ଆମର ଯେଉଁ ନୂଆ ବହି ଆସିଛି ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯେଉଁ ବହିଗୁଡ଼ା ବଦଳିଛି ସେ ବହି ଗଣିତ ବହିର ନାଁ ହେଉଛି କ'ଣ? ଗଣିତ ପ୍ରକାଶ। ଅଷ୍ଟମ ଶ୍ରେଣୀର ବହିର ନାଁ ହେଉଛି ଗଣିତ ପ୍ରକାଶ। ପ୍ରଥମ ଚାପ୍ଟରଟା ଅଛି ବର୍ଗ ଆଉ ଘନ ଏ ସ୍କୋୟାର ଆଣ୍ଡ କ୍ୟୁବ୍। ତାହେଲେ ଆଜି ଦେଖ ମୁଁ ଅଷ୍ଟମ ଶ୍ରେଣୀର ଗଣିତ ପ୍ରଥମ ବିଷୟଟି ବା ପ୍ରଥମ ଅଧ୍ୟାୟଟି ମୁଁ ଆଲୋଚନା କରୁଛି। ବର୍ଗ ଓ ଘନ ଅତି ସହଜିଆ ପାଠ, କିଛି ଅସୁବିଧା ନାହିଁ, ବହୁତ ସରଳରେ ମୁଁ ବୁଝେଇ ଦେଉଛି। ଦେଖ ଆଜି କିଛି ମୁଁ ଆଲୋଚନା କରୁଛି, ପୁଣି ଏ ଟପିକକୁ ମୁଁ ପୁଣି ପରବର୍ତ୍ତୀ ଭିଡ଼ିଓରେ ମଧ୍ୟ ଆଲୋଚନା କରିବି। ତ ଆଜି ଦେଖ ବର୍ଗ ଆଲୋଚନା କରିବା। ବର୍ଗ କାହାକୁ କୁହାଯାଏ? ତାକୁ ଇଂରାଜୀରେ କହନ୍ତି ସ୍କୋୟାର, କହନ୍ତି। ତାହେଲେ ବର୍ଗ କାହାକୁ କହିବା? ବର୍ଗ କହିଲେ ଯେଉଁ ସଂଖ୍ୟାକୁ ସେହି ସଂଖ୍ୟା ଦ୍ୱାରା ଗୁଣନ କଲେ ତାକୁ ବର୍ଗ କୁହାଯିବ। ତାହେଲେ ମନେକର ତୁମେ ଯେଉଁ ଆଗରୁ ଜାଣିଛ ବର୍ଗଚିତ୍ର ସମ୍ବନ୍ଧରେ କିଛି ଜ୍ଞାନ ଅଛି। ବର୍ଗଚିତ୍ର ଆମେ ଜାଣିଛୁ କ'ଣ? ପ୍ରତ୍ୟେକ ବାହୁଗୁଡ଼ିକ ସମାନ ଥିବ। ଦେଖ ଏଠି ମୁଁ ଚିତ୍ରରେ ମଧ୍ୟ ଦେଖାଇ ଦେଇଛି। ଏଠି ଦେଖ ବର୍ଗଚିତ୍ର, ଏଠି 5 ଏକକ ନେଇଛି, 5ଟି ଘର ନେଇଛି। ଦେଖ 1 2 3 4 5 ଏବଂ ଏପଟି ମଧ୍ୟ 1 2 3 4 5। ତାହେଲେ ଏଠି ଟୋଟାଲ ଦେଖ ମୋଟ କେତେ ଘର ହେଇଗଲା? ଦେଖ ଏଗୁଡ଼ାକୁ ଯଦି ତୁମେ ଗଣିଦେବ ତାହେଲେ ଆମର 25ଟି ହେଇଯାଉଛି। ଦେଖ ତାହେଲେ ବର୍ଗ କ୍ଷେତ୍ରର ବା ବର୍ଗଚିତ୍ରର ଯେଉଁ କ୍ଷେତ୍ରଫଳ এই ক্ষেত্রফলটা কেতে আসছে? দেখো 25 বর্গ একক আসুଛି। তাহলে বর্গ ক্ষেত্রর ক্ষেত্রফল আমি জানিଛୁ তার সূত্র বাহু গুণন বাহু। এটি হচ্ছে 5 একক, এপটে হচ্ছে 5 একক, তাহলে 5 5 25 বর্গ একক। এইভাবে তাহলে আমি চিন্তা করা এইটি। তাহলে বর্গ সম্বন্ধে কিছু জ্ঞান পাইল। তাহলে যে সংখ্যার বর্গ বাহিব, এটি 5র বর্গ বাড়িছি, 5র বর্গକୁ 5র স্কোয়ার লেখা যায় এবং 5র বর্গ কেতে আসুଛି? দেখো 5 গুণন 5 সমান 25। তুমি কিছু ধারণা পাইল? ঠিক চিত্র মাধ্যমে ମୁଁ କହିଦେଲି ବର୍ଗଚିତ୍ରର ବାହୁ ହେଉଛି 5 ଏକକ, ତାର କ୍ଷେତ୍ରଫଳ ହେଇଗଲା କେତେ? 5 5 25 ବର୍ଗ ଏକକ। ତାହେଲେ ବର୍ଗଚିତ୍ର ଯେମିତି ହେଲା ଏଠି ସେଇଭଳିଆ ଆମେ ଯେଉଁ ସଂଖ୍ୟାକୁ ସେହି ସଂଖ୍ୟା ଦ୍ୱାରା ଗୁଣନ କଲେ ଆମେ ବର୍ଗ ସଂଖ୍ୟା ପାଇଯିବା। ତାହେଲେ ବର୍ଗ ସଂଖ୍ୟା କେଉଁଗୁଡ଼ା ଦେଖିବା? ମନେକର ଲେଖିବା 1ର ବର୍ଗ। ମୁଁ ଲେଖୁଛି, ଦେଖ 1ର ବର୍ଗ 1 ଗୁଣନ ଏହାକୁ 1ର ସ୍କୋୟାର ଲେଖିପାରିବା ଏଇଭଳିଆ। 1ର ସ୍କୋୟାର ଏଇଭଳିଆ ପଢ଼ିବ 1ର ସ୍କୋୟାର 1 × 1 ବା 1 ଗୁଣନ 1 ସମାନ 1। ଏଇଟା ଗୋଟେ ବର୍ଗ ସଂଖ୍ୟା, ଏଇଟା ହେଲା ଗୋଟେ ବର୍ଗ ସଂଖ୍ୟା। ଏହାକୁ ଇଂରାଜୀରେ କହନ୍ତି ପରଫେକ୍ଟ ସ୍କୋୟାର। କି କହନ୍ତି? ପରଫେକ୍ଟ ସ୍କୋୟାର କହନ୍ତି। ପରଫେକ୍ଟ ସ୍କୋୟାର ଟିକେ ଇଂରାଜୀରେ ମନେ ରଖିଦେବ। ପରଫେକ୍ଟ ସ୍କୋୟାର କହନ୍ତି ହେଲା ପୂର୍ଣ୍ଣବର୍ଗ ସଂଖ୍ୟା। ଓଡ଼ିଆରେ ପୂର୍ଣ୍ଣବର୍ଗ ସଂଖ୍ୟା ଏକୁ କହନ୍ତି ପୂର୍ଣ୍ଣବର୍ଗ ସଂଖ୍ୟା। ତାହେଲେ ଦେଖିବା 2ର ବର୍ଗ, 2ର ସ୍କୋୟାର ଲେଖିଲି 2 ଗୁଣନ 2 ସମାନ 4। ଯେଉଁ ସଂଖ୍ୟାର ବର୍ଗ କହିଥିବ ସେହି ସଂଖ୍ୟାକୁ ସେହି ସଂଖ୍ୟା ଦ୍ୱାରା ନେଇ ଗୁଣନ କରିବ, ତାହା ହିଁ ବର୍ଗ ସଂଖ୍ୟା ଆସିଯିବ। ଏଠି କେତେ ଆସିଲା? 4 ଆସିଲା। ଏହା ବି ଗୋଟିଏ ପୂର୍ଣ୍ଣବର୍ଗ ସଂଖ୍ୟା। ସେଇଭଳିଆ ମନେକର 3ର ବର୍ଗ ହେଉଛି 3ର ସ୍କୋୟାର, 3 ଗୁଣନ 3 ସମାନ 9। ଏଟା ଗୋଟେ ପୂର୍ଣ୍ଣବର୍ଗ ସଂଖ୍ୟା। 4ର ବର୍ଗ ସେଇଭଳିଆ ତୁମେ ନିଜେ କରିପାରିବ। 4ର ସ୍କୋୟାର 4 ଗୁଣନ 4 ସମାନ 16। এটা ଗୋଟେ ପୂର୍ଣ୍ଣବର୍ଗ ସଂଖ୍ୟା। ତାହେଲେ ଆମେ ଅନ୍ୟାନ୍ୟ ମଧ୍ୟ ବାହାର କରିପାରିବା। ତାହେଲେ ପୂର୍ଣ୍ଣବର୍ଗ ସଂଖ୍ୟା ଗୁଡ଼ିକ କିଏ? ପୂର୍ଣ୍ଣବର୍ଗ ସଂଖ୍ୟା ଗୁଡ଼ିକ ହେଉଛି କିଏ? 1 4 9 16
25 36 49 ହେଲା 64 এইভাবে আসবে। তাহলে এগুড়াক সব হচ্ছে পূর্ণবর্গ সংখ্যা বা আমি যে কହୁଛୁ পারফেক্ট স্কয়ার নম্বর গুড়াক এগুড়া সব এক গোটে পারফেক্ট স্কয়ার নম্বর বা পূর্ণবর্গ সংখ্যা 4 গোটে 9 গোটে 16 গোটে 25 গোটে 36 গোটে 49 গোটে 64 গোটে 81 গোটে 100 গোটে এইভাবে তুমি বহুত কিছু বাহার করে পারিব। তুমি নিজে কোণ করিব ঘরে প্রাকটিস করিব। মু এটি 3-4টা এক্সাম্পল ଦେଇଦେଲି। তাহলে তুমি 11 12 13 14 এমিতি 30 পর্যন্ত বর্গ তুমি নির্ণয় করিদেব। তাহলে আজ মু এতিকি শিখাইলি। নেক্সট পার্টরে পুଣି বিশদ ভাବରେ ଏହାର ଅଧିକ ମୁଁ ଆଲୋଚନା କରିବି ବର୍ଗ ସମ୍ବନ୍ଧରେ। ଅଷ୍ଟମ ଶ୍ରେଣୀର ପ୍ରଥମ ଚାପ୍ଟରରେ ଏହା ଅଛି। ତେଣୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କ ପାଇଁ ଏହା ଉଦ୍ଦିଷ୍ଟ ହେବ ଏବଂ ଅନ୍ୟ ପିଲା ମଧ୍ୟ ଏଗୁଡ଼ାକ ନିହାତି ଦରକାର ହେଇଥାଏ। ଆଜି ପାଇଁ ଏତିକି ଥାଉ। ଧନ୍ୟବାଦ।